ପିସିସି ସଭାପତି ହେବେ ମହମ୍ମଦ ମୋକିମ। ମହମ୍ମଦ ମୋକିମଙ୍କୁ ପିସିସି ସଭାପତି ପଦ କରିବା ଦେବା ପାଇଁ ଚାଲିଛି ସ୍ୱତନ୍ତ୍ର ରଣନୀତି। ଦିଲ୍ଲୀରେ ଏନେଇ ଅଙ୍କ କଷୁଛନ୍ତି କଂଗ୍ରେସ ହାଇକମାଣ୍ଡ। ରାହୁଲ ଗାନ୍ଧୀ ମଧ୍ୟ ଏହା ଉପରେ ରଖିଛନ୍ତି ତୀକ୍ଷ୍ଣ ନଜର। ଓଡ଼ିଶା କଂଗ୍ରେସ ସଂଗଠନକୁ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆଗକୁ ନେବାକୁ ଦିଲ୍ଲୀ ଚଳାଇଛି ରଣନୀତି। ତେବେ ମହମ୍ମଦ ମୋକିମ ହେଉଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ। 2019 ସାଧାରଣ ନିର୍ବାଚନରେ ସାରା ରାଜ୍ୟରେ ବିଜେଡିର ପ୍ରଚଣ୍ଡ ବିଜୟ ସତ୍ତ୍ୱେ କଟକ ଭଳି ଏକ ସମ୍ମାନଜନକ ଆସନରୁ ଦୀର୍ଘ ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ଭାବେ ମହମ୍ମଦ ମୋକିମ ବିଜୟ ଲାଭ କରିଥିଲେ। ମହମ୍ମଦ ମୋକିମ ଗତ 2024 ସାଧାରଣ ନିର୍ବାଚନରେ ଲଢ଼ିବାକୁ ସୁଯୋଗ ପାଇନଥିବା ବେଳେ ସେ ତାଙ୍କ ସିଟ୍ରୁ ବାରବାଟୀ କଟକ ବିଧାୟକ ସିଟ୍ରୁ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ନିର୍ବାଚନ ଲଢ଼ାଇଥିଲେ। ସେ ମଧ୍ୟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। ତେବେ ମହମ୍ମଦ ମୋକିମଙ୍କ ଉପରେ ଦିଲ୍ଲୀ ନେତୃତ୍ୱ ମଧ୍ୟ ଭରସା କରିଥିବା ଦେଖାଯାଇଥିଲା। ଗତ ଅଗଷ୍ଟ 22 ତାରିଖରେ ହୋଇଥିବା ଇଡି ଅଫିସ ଘେରାଉ କାର୍ଯ୍ୟକ୍ରମରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ଇଡି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ସାରା ରାଜ୍ୟର ବରିଷ୍ଠ ନେତୃତ୍ୱଠୁ ଆରମ୍ଭ କରି ଯୁବ ନେତୃତ୍ୱଙ୍କୁ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ସମସ୍ତେ ଗୋଟିଏ ମଞ୍ଚରେ ବସିଥିଲେ। କଂଗ୍ରେସ ହାଇକମାଣ୍ଡ ମଧ୍ୟ ଏଥିନେଇ ବହୁତ ଖୁସି ଥିବା ଜଣାଯାଇଛି। ମହମ୍ମଦ ମୋକିମଙ୍କୁ ସେଥିପାଇଁ ପୁରସ୍କାର ସ୍ୱରୂପ ପିସିସି ସଭାପତି ପଦ ମିଳିବ ବୋଲି ଚର୍ଚ୍ଚା ହେଉଛି। ମହମ୍ମଦ ମୋକିମ ଗତ ଅଗଷ୍ଟ 22 ତାରିଖରେ ହୋଇଥିବା ଇଡି ଅଫିସ ଘେରାଉ କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ଲୋକ ଆଣି ଇଡି ଅଫିସ ସମ୍ମୁଖରେ ଜନସମୁଦ୍ର କରିଦେଇଥିଲା ବେଳେ ବରିଷ୍ଠଠୁ ଆରମ୍ଭ କରି ଯୁବ ନେତୃତ୍ୱକୁ ମଧ୍ୟ ଏକଜୁଟ କରିପାରିଥିଲେ। ତେଣୁ ରାହୁଲ ଗାନ୍ଧୀ ତାଙ୍କ ଉପରେ ଭରସା କରିପାରନ୍ତି। ରାହୁଲ ଗାନ୍ଧୀଙ୍କର ରହିଛି ଯୁବକଙ୍କୁ ଦେଉଛନ୍ତି ବେଶ ଧ୍ୟାନ। ତେବେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ଭରସା କରିବା ପାଇଁ ଚର୍ଚ୍ଚା ହେଉଛି। ତେବେ ତାଙ୍କ ନାଁ ଫାଇନାଲ ହୋଇଥିବା ଆଲୋଚନା ହେଉଛି। ଖାଲି ଔପଚାରିକ ଘୋଷଣାକୁ ବାକି ଅଛି। ତେବେ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଦଳ ଯଦି ଆଗକୁ ବଢ଼ିବ ତେବେ କଂଗ୍ରେସ 2029 ସାଧାରଣ ନିର୍ବାଚନରେ ସରକାର ଗଢ଼ିପାରିବ ବୋଲି ବରିଷ୍ଠ ରାଜନେତାମାନେ ମତ ପ୍ରକାଶ କରୁଛନ୍ତି। ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଦଳ ଯଦି 2029 ସାଧାରଣ ନିର୍ବାଚନ ଲଢ଼େ ତେବେ ଦଳ ଏକଜୁଟ ହୋଇ ଲଢ଼ିବ ବୋଲି କିଛି ରାଜନୈତିକ ସମୀକ୍ଷକ ମଧ୍ୟ ମତ ଦେଉଛନ୍ତି। ତେବେ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି ପଦ ଦେଇ 2029 ସାଧାରଣ ନିର୍ବାଚନରେ କଂଗ୍ରେସ ଓଡ଼ିଶାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି। ତେବେ ମହମ୍ମଦ ମୋକିମଙ୍କ ନାମ ଫାଇନାଲ ହୋଇଯାଇଥିବା ଶୁଣାଯାଉଥିଲା ବେଳେ ଖାଲି ଔପଚାରିକ ଘୋଷଣା ବାକି ଥିବା ଆଲୋଚନା ହେଉଛି। ଦେଖିବାକୁ ବାକି ରହିଲା ଓଡ଼ିଶା କଂଗ୍ରେସ ସଭାପତି କିଏ ହେଉଛନ୍ତି। ତେବେ ମହମ୍ମଦ ମୋକିମଙ୍କୁ ନେତୃତ୍ୱ ଦେବା ପାଇଁ ସାରା ରାଜ୍ୟରେ ବଢ଼ୁଛି ଚର୍ଚ୍ଚା। ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।